ଆସନ୍ତା 18ରେ ଶୁକ୍ର ଓ ଶନି ଗ୍ରହର ମିଳନ ଘଟିବ। 2025 ମସିହା ଜାନୁଆରୀ ଦ୍ୱିତୀୟ ବର୍ଷର ସବୁଦିନ ସନ୍ଧ୍ୟା ଆକାଶରେ 4ଟି ଗ୍ରହକୁ ଖାଲି ଆଖିରେ ଦେଖିବା ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ଆସିବ। ଏଥିସହ ଆକାଶରେ ଖାଲି ଆଖିରେ ଦେଖାଯିବ ଶୁକ୍ର ଓ ଶନି ଗ୍ରହର ଦୌଡ଼ ମିଳନ। ଶୁକ୍ରକୁ ଟପି ଶନି ଗ୍ରହ ଆଗକୁ ବଢ଼ିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ। ବର୍ତ୍ତମାନ ଠାରୁ ଜାନୁଆରୀ ମାସରେ ସୂର୍ଯ୍ୟାସ୍ତ ପରେ 4ଟି ଗ୍ରହ ଖାଲି ଆଖିରେ ଦେଖାଯିବ। ଏବେ ପଶ୍ଚିମ ଦିଗ୍ବଳୟର କିଛି ଉପରେ ଦେଖାଯିବ ଉଜ୍ଜ୍ୱଳ ଶୁକ୍ର ଗ୍ରହ। ତାର କିଛି ଉପରକୁ ঈଷତ୍ ହଳଦୀ ରଙ୍ଗର ଶନି ଗ୍ରହ ଓ ପୂର୍ବ ଦିଗ୍ବଳୟରେ ମଙ୍ଗଳ ଗ୍ରହ ଓ କିଛି ଉପରେ ଥିବ ଉତ୍କଳ ବୃହସ୍ପତି ଗ୍ରହ। ରାତି ବଢ଼ିବା ସଙ୍ଗେ ସଙ୍ଗେ ଏହି ଗ୍ରହଗୁଡ଼ିକ ପୂର୍ବରୁ ପଶ୍ଚିମ ଆଡ଼କୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ। ରାତି 8:30 ବେଳକୁ ପ୍ରଥମେ ଶୁକ୍ର ଓ ଶନି ଗ୍ରହ ଅସ୍ତ ହେବେ। ସୂର୍ଯ୍ୟ ଚାରିପଟେ ବୁଲୁଥିବା 8ଟି ଗ୍ରହ ଭିତରୁ 5ଟି ଗ୍ରହ ବୁଧ, ମଙ୍ଗଳ, ଶୁକ୍ର, ବୃହସ୍ପତି ଏବଂ ଶନିକୁ ଖାଲି ଆଖିରେ ଦେଖି ହୁଏ। 5ଟି ଗ୍ରହ ପ୍ରତି 19 ବର୍ଷରେ ଥରେ ଏବଂ ସମସ୍ତ 8ଟି ଗ୍ରହ ପ୍ରାୟ 170 ବର୍ଷରେ ଥରେ ଏକା ସମୟରେ ଦେଖାଯାଆନ୍ତି। ତେଣୁ ଏହି ବିରଳ ଦୃଶ୍ୟ 2025 ଜାନୁଆରୀ 18 ତାରିଖରେ ଦେଖିବାକୁ ମିଳିବ। ବ୍ୟୁରୋ ରିପୋର୍ଟ, ଇନଫରମେଡ଼ିସା।